ଅଭୟର ସ୍ୱତନ୍ତ୍ର ଏପିସୋଡକୁ ସ୍ୱାଗତ କରୁଛି ମୋ ସହ। ଆପଣମାନେ ସମସ୍ତେ ଜାଣିଛନ୍ତି ହ୍ୟୁମାନ ସାଗର, ଯିଏକି ଜଣେ ଚର୍ଚ୍ଚିତ ଚେହେରା, ମନଛୁଆଁ ଗୀତ ଗାଇ ହଜାର ହଜାର ମନଛୁଆଁ ଗୀତ ଗାଇ ଯିଏ ଦର୍ଶକ ମନକୁ ଛୁଉଁଥିଲେ ଏବଂ ଭାବବିହ୍ୱଳ କରି ପକାଉଥିଲେ, ସେଇଭଳି ଜଣେ ସଙ୍ଗୀତଜ୍ଞ ଆଉ ଆମ ଗହଣରେ ନାହାନ୍ତି। କିନ୍ତୁ ଆପଣ ସୋସିଆଲ ମିଡ଼ିଆରେ ସବୁ ସମୟରେ ତାଙ୍କର ସେଇ ମନଛୁଆଁ ଗୀତ, ଶେଷ ସମୟର ଗୀତ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି। କିନ୍ତୁ ଏସବୁ କଥା ପରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି ହ୍ୟୁମାନ ସାଗରଙ୍କର ଯେଉଁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଏବଂ ତାଙ୍କୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ବେଳେ ଏବେ ବଲାଙ୍ଗୀରରେ ସାଂସ୍କୃତିକ ସଂଗଠନ ଏବଂ ବାଦ୍ୟ ସଂଗଠନ ପକ୍ଷରୁ ଗତକାଲି ଏଫଆଇଆର ହେଇଛି ବଲାଙ୍ଗୀର ଟାଉନ ଥାନାରେ। ବଲାଙ୍ଗୀର ଟାଉନ ଥାନା ଯେଉଁ ଏଫଆଇଆର ହେଇଛି ସେଥିରେ ତାଙ୍କର ଯେଉଁ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଅଭିଯୋଗ ହେଇଛି। ଏବେ ଦେଖିଥିବେ ଯେ ପ୍ରଶାନ୍ତ ବେହେରା ଆଉ ଦିନେଶ ବେହେରାଙ୍କୁ ନେଇକି ବିଭିନ୍ନ ଯେତେବେଳେ ଆଲୋଚନା ଚାଲିଥିଲା ବେଳେ ପୁଣି ଗୋଟେ ଖବର ଆସିଛି କ'ଣ ନା, ଦିନେଶ ବେହେରା ଯିଏକି ହ୍ୟୁମାନ ସାଗରଙ୍କ ମାଆଙ୍କୁ ମାନେ ଭାଷା ଯାହାକି ମୁହଁରେ ଧରି ହେବନି, ଅସାବ୍ୟ ଭାଷାରେ ଗାଳିଗୁଲଜ କରିବା, ଏଭଳି ସ୍ଥିତିରେ ଜଣେ ମ୍ୟାନେଜର ତାଙ୍କୁ ଗାଳିଗୁଲଜ କରିବା ନିହାତି ଦୁଃଖର କଥା। ଯାହା ଅଭିଯୋଗ ଆସେ, ଯାହା ତାଙ୍କ ପରିବାର ତରଫରୁ ହ୍ୟୁମାନ ସାଗରଙ୍କର ମାଆଙ୍କ ମାନେ ପକ୍ଷରୁ ଯେ ତାଙ୍କୁ ଏଇ ଦୁଇ ଜଣ ପ୍ରୋଗ୍ରାମ କରିବା ପାଇଁ ବାଧ୍ୟ କରୁଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲେ ମଧ୍ୟ ଧମକ ଚମକ ଦେଉଥିଲେ ଏବଂ ବାଧ୍ୟ କରିକି ନେଇ ପ୍ରୋଗ୍ରାମରେ ଛିଡ଼ା କରାଉଥିଲେ, ଯାହାକି ତାଙ୍କ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା। ଏସବୁ ଘଟଣାକୁ ନେଇକି ଯେତେବେଳେ ବିଭିନ୍ନ ଆପଣ ଗଣମାଧ୍ୟମରେ କଣ୍ଟିନ୍ୟୁ ପ୍ରୋସେସରେ ଦେଖୁଥିବେ, ତାଙ୍କର ଯେଉଁ ଦେହାନ୍ତ ପରଠାରୁ ସବୁ ସମୟରେ ଯେଉଁଠି ଆପଣ ମୋବାଇଲଟି ବର୍ତ୍ତମାନ ଖୋଲିଦେଲେ ହିଁ ପ୍ରଥମେ ତାଙ୍କ ଗୀତ କି ତାଙ୍କ ଫଟୋ ନା ତାଙ୍କ ପୋଷ୍ଟ ଦେଖୁଥିବେ। କାରଣ ସେଠୁ ହେଉଛି ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ହ୍ୟୁମାନ ସାଗରଙ୍କ ପ୍ରତି ଓଡ଼ିଶାବାସୀଙ୍କର କେତେ ଭଲ ପାଇବା ଥିଲା। ଏମିତି କୌଣସି ଜଣେ ରାଜନେତାକୁ ବି ଭଲ ପାଇବା ଦେଖାଯାଇନି ଯେ ହ୍ୟୁମାନ ସାଗରଙ୍କ ପ୍ରତି ଯେତେବେଳେ ଭଲ ପାଇବା ଦେଖାହେଉଛି। କାହିଁକି ନା ଅତୀତରେ କ'ଣ ଥିଲା, ଅତୀତରେ ଯେତେବେଳେ ସେ ଜୀବିତ ଥିଲାବେଳେ ଲୋକମାନେ ହ୍ୟୁମାନ ସାଗରକୁ ଜାଣିଥିଲେ ଏବଂ ହ୍ୟୁମାନ ସାଗର ଜଣେ ମାନେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବରେ ବେଶ ପରିଚୟ ଲାଭ କରିଥିଲେ। ତାଙ୍କର ସୁନାମ କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଚର୍ଚ୍ଚା ହୁଏ। କିନ୍ତୁ ଏଇ ଯେତେବେଳେ ତାଙ୍କ ଦେହାନ୍ତ ହେଲା, ଦେହାନ୍ତ ପରଠାରୁ ଆଜି ପର୍ଯ୍ୟନ୍ତ ଆପଣ ବି କୁହନ୍ତୁ, ଆପଣମାନେ ବି କୁହନ୍ତୁ, ଯେଉଁମାନେ ବି ଦେଖୁଛନ୍ତି ଆମର ଏଇ ଶୋକୁ ଦେଖୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଆପଣ ବି ହ୍ୟୁମାନ ସାଗରଙ୍କ ଫଟୋ ପ୍ରତିଦିନ ନିହାତି ମୋବାଇଲରେ ଆପଣ 5 ଥର 10 ଥର ଦେଖିଥିବେ। ସେସବୁ ସ୍ଥିତିକୁ ଆମେ ଯେତେବେଳେ ମନ ଭିତରକୁ ଆସୁଛି, କାଲି ଆଉ ଗୋଟେ ସ୍ପର୍ଶକାତରତା ଘଟଣା ଯାହା ଘଟିଛି ଯେ ଯେଉଁଟାକି ବଲାଙ୍ଗୀର ଟାଉନ ଥାନାରେ ଯେଉଁ ସଂଗଠନ ମାନେ ଆଜି ସେ ଅଭିଯୋଗ ଆଣିଛନ୍ତି ଯେ ଆମକୁ ନ୍ୟାୟ ଦିଆଯାଉ ଏବଂ ଏଇ ଦୁଇ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସିଏ ତ ପର କଥା, କାର୍ଯ୍ୟାନୁଷ୍ଠାନ ଆଇନ ବାଟରେ ଯିବ। କିନ୍ତୁ ଏଇ ଯେଉଁ ଅସହାୟ ଅବସ୍ଥାରେ ଅଛନ୍ତି ହ୍ୟୁମାନ ସାଗରଙ୍କ ମାଆ, ଏଭଳି ସ୍ଥିତିରେ ଯେତେବେଳେ ସେ ଦିନେଶ ବେହେରା ଯେଉଁ ପ୍ରକାର ବ୍ୟବହାର ଦେଖାଇଛନ୍ତି, ଏହା କେବେ ଗ୍ରହଣଯୋଗ୍ୟ ନୁହଁ। ଆମେ ଏ କଥା କହିବା ସମସ୍ତଙ୍କୁ ଏଇ କଥା ବି ନିଶ୍ଚିତ ଭାବରେ ମର୍ମାହତ କରିଥିବେ, ଯାହା ଅନୁଭବ କରୁଛି। ତେଣୁ ବିଭିନ୍ନ ମହଲରୁ ମଧ୍ୟ ଏ କଥା ଦାବି ଆସିଲାଣି ଯେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆଜିକାର এই ଏପିସୋଡ଼କୁ ଏଇଠି ରଖୁଛି। ଧନ୍ୟବାଦ।